ପିଲାମାନଙ୍କ ସହ ସବୁବେଳେ ପଜିଟିଭ ଆଚରଣ କରନ୍ତୁ, କାରଣ ବାସସ୍ଥାନ ହେଉଛି ସର୍ବଶ୍ରେଷ୍ଠ ଶିକ୍ଷା ପ୍ରତିଷ୍ଠାନ ଏବଂ ମା ହେଉଛନ୍ତି ସର୍ବଶ୍ରେଷ୍ଠ ଶିକ୍ଷକ। ମଣିଷ ସବୁକିଛି ଭୁଲିପାରିବ, ହେଲେ ସେ ମୁହୂର୍ତ୍ତକୁ ସେ କେବେ ଭୁଲିପାରେ ନାହିଁ ଯେତେବେଳେ ତାକୁ ନିଜର ଲୋକଙ୍କର ଆବଶ୍ୟକ ଥିଲା କିନ୍ତୁ ସେମାନେ ତା ସାଥିରେ ନଥିଲେ। ପ୍ରାତଃ ଜାଗରଣ ସୂର୍ଯ୍ୟୋଦୟ ସମୟରେ ଓ ଦିନରେ ଶୋଇଲେ ଆୟୁ କ୍ଷୀଣ ହୁଏ। ପ୍ରତିଦିନ ସୂର୍ଯ୍ୟୋଦୟର 1 ଘଣ୍ଟା ପୂର୍ବରୁ ଉଠି ଧର୍ମ ବିଷୟରେ ବିଚାର କରନ୍ତୁ। ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କଦାପି ଶୁଅନ୍ତୁ ନାହିଁ। ଯଦି କୌଣସି ଦିନ ଭୁଲରେ ହୋଇଯାଏ ପ୍ରାୟଶ୍ଚିତ କରନ୍ତୁ, ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ଉପବାସ କିମ୍ବା ଫଳାହାର କରନ୍ତୁ। ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ। ନିଜକୁ ପ୍ରଶ୍ନ କରନ୍ତୁ, ମୁଁ ନିଜ ଭବିଷ୍ୟତ ପାଇଁ କ'ଣ କରୁଛି? ମୋର ଭବିଷ୍ୟତ ପାଇଁ କ'ଣ ଲକ୍ଷ୍ୟ ଅଛି? ନିଜର ବୟସ କେତେ ହେଲାଣି? ମୁଁ ନିଜ ବାପା ମାଙ୍କ ପାଇଁ କ'ଣ କରୁଛି? ବର୍ତ୍ତମାନ କ'ଣ କରୁଛି? ମୋ ପାଖରେ ବର୍ତ୍ତମାନ କ'ଣ ସବୁ ଅଛି? 5 ବର୍ଷ ପରେ କେଉଁଠି ଥିବି? ଜୟ ଶ୍ରୀ ଜଗନ୍ନାଥ।